এই ঠাকুরে ଆଉ କେତେ ଦିନ ଏମିତି ଆମେ ଭୋକ ଉପାସରେ ମରିଯିବୁ। ଆରେ ଝିଅଟାକୁ ଜନ୍ମ ଦେଲା, ଆରେ ମା ତ ମରିଗଲା, କିନ୍ତୁ ଆଜି ଏଇ ବାପା ହାତରେ ଟେକି ଚାଲିଗଲା। ମୋରି ଝିଅକୁ ପୁରିଗଲା 18 ବର୍ଷ। अरे 18 बरस जाए खाली भोक उपासरे मरी जाऊछु। जुआड़ी गली तो मते कामटिए मिली पारुनी, खाइबाकू पीबाकू ला घरे मु रखी पारुछि। झियो संग साथी सहित खेलिबाकू जाए, आसी कुए बापा 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 माँ झरना घेन मोर भक्ति भरा भूमिष्ठ। अरे उठ माँ। अच्छा बापा ए जाए खाली गपुली माने केवल तोरी पाई। सतरे बापा सत कथा कह, तू एबे कुआड़ी जाइथिलु? बापा मु ना मो सखी सहित खेलिबाकू जाइथिली। बापा कौन? मो सखी सहित मु खेलिबाकू जाइथिली। ना रे माँ, एई सखी साथे सागरे खेलिबाटा तू बंद करी दे। काहे बापा? अरे आमे होचु गरीब लोक, बापा आम घरे गोटे ओली खाइबा अछि तो। अरे आम घरे गोटे ओली खाइबा को नाही। मु जाने बापा, आमे गरीब हेले भी तमे मो पाई किछि ना किछि रखी आस। आज मते भारी भूख होछि बापा, किछि मते खाइबा को दियो बापा, किछि मते खाइबा को दियो बापा। ते कहूच माँ? हां बापा। ओ किछि समय एठी अपेक्षा करे। हां बापा। मोई संगे संगे जाई संगे साई घर भीतर पळे आ। ठीक अछि बापा। मस्जिद माँ ठीक अछि बापा। ठीक अछि। मो बापाटा मो पाई खाइबाकू जाइछन्ति। मु जाने आमे होछु गरीब घर रे किछि खाइबार नाही। हेले देखि पारुथिबे मो बापाटा छिंडा वस्त्र पिंधि चंती, आउ तांको झियो पई राज पोशाक परिवर्तन करैछन्ति। सेतिरे मो बहुत खुशी। छाड़ मो बापा मो पाई किछि ना किछि नेकी निश्चय आसीबे। बापा 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 मते किछि खाइबाकू दियो ना बापा, किछि खाइबाकू दियो। अरे माँ घर भीतर तो किछि नाही लो माँ। कौन घर अच्छे मु तते खाइबाकू देबे? अरे मु भाबुतली तो पाई किछि खाइबाकू मुठाई थिबो। बापा मो जते बेले घर भीतर देखली खाइबाकू आउ नाही। बापा बाबा बापा ए देखुचलो माँ, बापा এই জল হচ্ছে আমার জীবন। बापा আজকে 2 দিন হল আমি কিছু খাইলু, बापा ହେଲେ ଆଜି ତ କିଛି ଖାଇବାକୁ ମୋ ଝିଅକୁ ଦେବାକୁ ମୁଁ ଚାହିଁଥିଲି। बापा ମୋର ଆଉ କିଛି ଶକ୍ତି ନାହିଁ ଲୋ ମା। बापा ଆଜି ଯୋଉ ଏଇ ଜଳ ଆଣିଛି ତତେ ପିଇବା ପାଇଁ, এইটা ପିଇକି ତୁ ଖୁସିରେ ରହିଯା ଲୋ ମା। बापा तबेर प्रभुक पानी
ତମେ ହେଲ ମୋ ଈଶ୍ୱର। ତମକୁ ଯଦି ସ୍ନେହ ମମତା ସଦା ସର୍ବଦା ପାଇଥିବ ମୋର କିଛି ହବନି ବାପା। ଆଜି ମୁଁ ଏଇ ପାଣିକୁ ପିଇ ମୋ ଭୋକ ମେଣ୍ଟେଇ ନେବି। ଏ ପାଣିକୁ ମୁଁ ବଡ଼ ଦେଉଳର ନିର୍ମଳ ପରି ଗ୍ରହଣ କରିବି। ମା ହସିବାର ମିଛ ଅଭିନୟ କଲେ ଲୁହକି ରହିବ ଲୁଚି। ହସିବାର ମିଛ ଅଭିନୟ କଲେ ଲୁହକି ରହିବ ଲୁଚି। ଏମିତି ଜୀବନ ଯିବାର ବୋଧେ ଏମିତି ଜୀବନ ଯିବାର ବୋଧେ ମନେ ତ ହୁଏ ନା କିଛି। ତୁ ସୁଖରେ କାନ୍ଦିବୁ ନା ଦୁଃଖରେ କାନ୍ଦିବୁ। ତୁ ସୁଖରେ କାନ୍ଦିବୁ ନା ଦୁଃଖରେ କାନ୍ଦିବୁ। ଲୁହକୁ ଦିଏ ସେ ଛୁପେ ଆଚାରି କାନ୍ଦୁଛେ ଆଖି ଲୁଚେ। ଆଚାରି କାନ୍ଦୁଛେ ଆଖି ଲୁଚେ। ଆଚାରି କାନ୍ଦୁଛେ ଆଖି ଲୁଚେ। ଆଚାରି କାନ୍ଦୁଛେ আখি লুচি। ବାପା ଆଜି ମୁଁ ପାଣି ପିଇ ମୋ ପେଟ ପୁରିଗଲା। ହେଲେ ବାପା ଆଜି ମୁଁ ବହୁତ ଖୁସି ବାପା। ଆଉ ମୁଁ ମୋ ସଖୀମାନଙ୍କୁ ମୁଁ କଥା ଦେଇଛି ସେଇ ମା ତଲପଟନ ମନ୍ଦିରକୁ ମୁଁ ପୂଜା ଅର୍ଚ୍ଚନା କରିବାକୁ ଯିବି ବାପା। ତମେ ଯଦି ଆଦେଶ ଦେବ ଶୀଘ୍ର ଯାଇ ଶୀଘ୍ର ଫେରି ଆସିବି କାକା। अरे ना रे मा ना ମୋ ପାଖରେ ଆଉ କିଛି ନାହିଁ ରେ ମା। ବାପା ମାନେ ଆମେ ହଉଛୁ ଗରିବ ଲୋକ। ହଁ ବାପା ଆମେ ଗରିବ ଘରେ ଜନ୍ମ ନେଇଛୁ। ହଁ ବାପା ଆଜି ତୁ ଯୋଉ ମା ଠାକୁରାଣୀଙ୍କ ଘରକୁ ଯିବାକୁ ଚାହୁଁଥିଲେ ମା, ହଁ ବାପା ହେଲେ ମୋ ଘରେ ତ ଟଙ୍କାଟିଏ ନାହିଁ। ତୁ ଯେତେବେଳେ ସେଇ ମା ଠାକୁରାଣୀଙ୍କ ପାଖକୁ ଯିବୁ, ବାପା ଆରେ କଣଟା ହାତରେ ନେଇକି ଯିବୁ ତୁ? ବାପା ମାଙ୍କୁ ଯଦି ପୂଜା ଅର୍ଚ୍ଚନା କରିବାକୁ ହେଲେ ଫୁଲ ଦୀପ ପୁଷ୍ପ ଅର୍ଘ୍ୟ କିଛି ଆବଶ୍ୟକ ନାହିଁ। ନିଜର ମନୋବଳ ଯଦି ଠିକ୍ ଥିବ ବାପା, ମାଟା ନିଶ୍ଚୟ ଗୁହାରି ଶୁଣିବେ ବାପା, ନିଶ୍ଚୟ ଶୁଣିବେ। ମୁଁ ଭାବୁଛି ସତରେ ମା, ହଁ ବାପା କିନ୍ତୁ ତୁ ଯୋଉ ଝିଅ ମାନଙ୍କ ସାଙ୍ଗରେ ତୁ ଖେଳୁଛୁ, ଆରେ ସେଇ ଝିଅ ମାନେ ବଡ଼ ଘରର ଝିଅ, ବାପା ତମେ ଚିନ୍ତା କରନି। ହେଲେ ଆମେ ହଉଛି ଛୋଟ ଘର। ସେଇମାନଙ୍କ ପାଖରେ ଅନେକ ଟଙ୍କା ଅଛି, ସବୁ କିଛି ଅଛି। ବାପା ଆରେ ମନ୍ଦିର କଣ, ଯୁଆଡେ ଗଲେ ବି ସବୁ କିଛି ନେଇକି ଯିବେ। କିନ୍ତୁ ମା, ଏଇ ଗରିବ ବାପା ଝିଅକୁ ପୂଜା କରିବା ପାଇଁ ତମେ ଚିନ୍ତା କରନି। ମା ଯଦି ଆମ ଗୁହାରି ଶୁଣିବେ ନିଶ୍ଚୟ ଆମ ଦୁଃଖ ଦୂର ହୋଇଯିବ ବାପା, ନିଶ୍ଚୟ ଆମ ଦୁଃଖ ଦୂର ହୋଇଯିବ। ଏ ମା, ବାପା ତୋ କହିବା କଥା ସତ, ହଁ ବାପା କିନ୍ତୁ ତୁ ଏଇ ଗରିବ ବାପାକୁ ତୁ ବିଶ୍ୱାସ କରେ ମା। ବାପା ମୁଁ ଯଦି ତୋତେ ସେଇ ଠାକୁର ମନ୍ଦିର ଯିବା ପାଇଁ ମନା କରିଦିଏ, ବାପା ତାହେଲେ ତୁ ରୁଷି ଯିବୁ ଲୋ ମା। ବାପା
ମୁଁ ମୋ ସାଙ୍ଗମାନଙ୍କୁ କଥା ଦେଇଛି ବାପା, ମୁଁ ଆପଣଙ୍କୁ କଥା ଦେଇଛି ବାପା, ଶୀଘ୍ର ଯାଇ ଶୀଘ୍ର ଫେରି ଆସିବି ବାପା। ଆଦେଶ ଦିଅନ୍ତୁ ତାକ, ଯେମିତିକି ଚଞ୍ଚଳ ଯାଇ ଚଞ୍ଚଳ ଫେରି ଆସିବି ଜନକ। ମା ବାପା। ସତ କଥା କହୁଥିଲ ବା। ହଁ ବାପା। ମୁଁ ଭାବୁଛି ଆଜି କାହିଁକି ତୁମ ପେଟରେ ତୁ ଜନ୍ମ ନେଲୁ। ବାପା। ଆରେ ଏଡ଼େ ବଡ଼ ଝିଅଟାକୁ ଭୋକ ଉପାସରେ ମାରି ଦେଉଛୁ। ବାପା ଆପଣ ଚିନ୍ତା କରନି ବାପା, ମୁଁ ଭଲରେ ଅଛି ବାପା, ମୁଁ ଭଲରେ ଅଛି। ହେଲେ ବାପା ମୋତେ ଆଦେଶ ଦିଅ ବାପା, ମୁଁ ଶୀଘ୍ର ଯାଇ ଶୀଘ୍ର ଫେରି ଆସିବି ଜନକ। ମୁଁ କାହିଁକି ମନା କରିବି ଲୋ ମା। ବାପା। ଯଦି ମନା କରିବି ତୁ ରୁଷି ଯିବୁ। ହଁ ବାପା। ଯୋଉ ସାଙ୍ଗ ସାଥୀ ସହିତ ଖେଳିବାକୁ ଯାଉ ବାପା। ଖୁସିରେ ମୁଁ ପଠାଇଥାଏ ତତେ। ବାପା। ଠିକ ସେହିପରି ଆଜି ବାପା। ଯୋଉ ମନ୍ଦିରକୁ ପୂଜା ଅର୍ଚ୍ଚନା କରିବା ପାଇଁ ତୁ ଯିବୁ। ବାପା। ଆରେ ମା ତୁ ଖୁସିରେ ଯାଇ ଖୁସିରେ ଫେରି ଆସିବୁ। ଠିକ ଅଛି ବାପା, ଆପଣ ଚିନ୍ତା କରନି ତାତ, ମୁଁ ଶୀଘ୍ର ଯାଇ ଶୀଘ୍ର ଫେରି ଆସିବି ଜନକ। ତାହେଲେ ମୁଁ ଆସୁଛି ବାପା, ମୁଁ ଆସୁଛି।